ଜୟ ଜଗନ୍ନାଥ ପିଲାମାନେ, ଆସ ଆଜି ପଢିବା ଅଷ୍ଟମ ଶ୍ରେଣୀର ବୀଜଗଣିତ ଥିବା ବର୍ଗ, ବର୍ଗମୂଳ, ଘନ ଆଉ ଘନମୂଳ ବିଷୟରେ ଜାଣିବା। ସମସ୍ତେ ଭିଡିଓକୁ ସବସ୍କ୍ରାଇବ କରିବ, ସେୟାର କରିବ ଏବଂ ଲାଇକ୍ କର, ଯାହା ଫଳରେ ସମସ୍ତଙ୍କ ପାଖରେ ଭିଡିଓ ପହଞ୍ଚି ପାରିବ। ଯଥା ଶୀଘ୍ର ସବସ୍କ୍ରାଇବ କରିଦିଅ, ନେକ୍ସଟ ଭିଡିଓକୁ ଦେଖିପାରିବା। ଆସ ଗନ୍ତବ୍ୟ ପଢିବା। ଦେଖ ପିଲେ, ଆଜି ପଢିବା ବୀଜଗଣିତ ବିଷୟରେ ଅଷ୍ଟମ ଶ୍ରେଣୀର ବୀଜଗଣିତରେ ଥିବା ବର୍ଗ ଓ ବର୍ଗ ମୂଳ ବିଷୟରେ ଜାଣିବା। ଦେଖ, 27ର ବର୍ଗ, 27ର ବର୍ଗ, 27ର ବର୍ଗର ଅର୍ଥ 27କୁ ଆମେ 2 ଥର ଗୁଣନ କରିଥାଉ। 27କୁ 2 ଥର ଗୁଣନ କଲେ ଯେତିକି ଉତ୍ତର, 27କୁ 2 ଥର ଗୁଣ ଦେଖ ପିଲେ, 27 27 ଗୁଣିବା 7 7 49, 9 ଲେଖିକି 4 ରଖିଲି, 7 ଗୁଣେ 14 18, 7 ଗୁଣେ 14 1, 2 ଦୁଣେ 4 1 5, 9 8 4 12 1 5 6 7, କେତେ ପାଇଲେ ପିଲା? 729। ଆମେ ମଧ୍ୟ ଏହି ପ୍ରକ୍ରିୟାକୁ ଏମିତି ଲେଖିପାରିବା, 27ର 2 ଘାତ ମାନେ 27ର ବର୍ଗ। 27ର ବର୍ଗ ବାହାର କରିବା ଅର୍ଥ 27କୁ 2 ଥର ଗୁଣନ କରିବା। 27ର ସ୍କୋୟାର ବା 27ର ବର୍ଗ ବା 27ର 2 ଘାତ, ଯାହା ବି କହିବ ଏମିତି ଉତ୍ତର ବାହାର କରାଯିବ। ସମସ୍ତେ ବୁଝିପାରିଲ? ବର୍ଗ। ଆଚ୍ଛା, ବର୍ଗ ମୂଳ କ'ଣ? ବର୍ଗ ମୂଳ ତମ ଗଣିତ ବହିରେ ଅଛି ପିଲେ। ବର୍ଗମୂଳର ଅର୍ଥ ରୁଟ୍ ବୋଲି ଆମେ କହୁଛେ। ଚିହ୍ନ ହେଉଛି ଏଇଭଳିଆ ସାଙ୍କେତିକ ଚିହ୍ନ। ଧରାଯାଉ 25, 25ର ମୂଳ ମାନେ 25ର ରୁଟ୍। 25ର ରୁଟ୍ ମାନେ କାହାକୁ 2 ଥର ଗୁଣନ କଲେ 25 ବାହାରେ? 5 ନା କ'ଣ ସନ୍ଦେହ ଲେଖାର? ଦେଖ, ଯଦି ଆମେ ସେମିତି କହିବା 100, 100ର ବର୍ଗ ମୂଳ ମାନେ 100 କାହାକୁ 2 ଥର ଗୁଣିଲେ 100 ବାହାରେ? ନା 10। ବୁଝିପାରୁଛ ନା ସମସ୍ତେ? ଇଏ ହେଲା ବର୍ଗ ଓ ବର୍ଗମୂଳ। 27ର ବର୍ଗ କହିଲେ 27କୁ 2 ଥର ଗୁଣିବା, ମନେ କଲେ ଖାଇଛି 9, 9ର ବର୍ଗ ବାହାର କର। 9ର ବର୍ଗ ତା ମାନେ 9ର ବର୍ଗ, ଏମିତି ଲେଖିବା ଯାହା ଏଭଳି ଲେଖିବା ସେଇଆ। 9ର ବର୍ଗ ମାନେ 9କୁ ତମେ 2 ଥର ଗୁଣିବ, 9 9 81। କିନ୍ତୁ ଯଦି ଆମେ 81ର ବର୍ଗ ମୂଳ ବାହାର କରିବା ମାନେ 81ର ରୁଟ୍ ଆମେ କହିବା। 81ର ମୂଳ ମାନେ 81ର ରୁଟ୍। 81 ରୁଟ୍ କେତେ ହେବ ପିଲେ? 9 ହେବ। କେମିତି ଜାଣିଲ? ନା 9କୁ 2 ଥର ଗୁଣିଲେ ବାହାରୁଛି 81। ଆଚ୍ଛା, କାହା ସନ୍ଦେହ ରହିଲା କି ଆଉ? ବର୍ଗ ଆଉ ବର୍ଗମୂଳ ବିଷୟରେ। ବର୍ଗ କହିବା ଅର୍ଥ 2 ଥର ଗୁଣିବା, ବର୍ଗମୂଳ କହିବା ଅର୍ଥ ମୂଳକୁ ପହଞ୍ଚିବା। ଯେମିତି 25ର ବର୍ଗମୂଳ, 25ର ବର୍ଗମୂଳ ମାନେ କାହାକୁ 2 ଥର ଗୁଣିଲେ 25 ହେଉଛି? ନା 5। ଏବେ ଜାଣିବା 6Hରେ ଥିବା ଘନ ଆଉ ଘନମୂଳ ବିଷୟରେ। ପ୍ରଥମେ ଜାଣ ଘନ କ'ଣ? ଘନର ଅର୍ଥ 3 ଥର ଗୁଣିବା। ମନେ କରାଯାଉ, ଲେଖା ହେଇଛି 3ର ଘନ, ତା ମାନେ 3କୁ 3 ଥର ଗୁଣିବା। ଯେମିତି ବର୍ଗ ମାନେ 2 ଥର ଗୁଣୁଥିଲ, ସେମିତି 3କୁ 3 ଥର ଗୁଣିବା। ସେମିତି 3କୁ 3 ଥର ଗୁଣିବା ସମାନେ 3 3 9, 9 3 27, 3 3 9, 9 3 27। 27 ହେଉଛି ଏହାର ଘନ। ତା ମାନେ ଆମେ ଜାଣିଲେ ଏଥିରେ ଘନର ଅର୍ଥ ହେଲା ଏହାକୁ 3 ଥର ଗୁଣିବା। ମନେ ଅଛି? ଆଚ୍ଛା, ମନେ କରିଦେଇଛି। ଦେଖ, ବହିକି ଦେଖ, ସମସ୍ତଙ୍କୁ ଦେଖେଇ ଦେଉଛି। ଦେଖ ପିଲେ, 1 ନମ୍ବରରେ ଦେଇଛି ଘନ ନିର୍ଣ୍ଣୟ କର। ଆଚ୍ଛା, ଘନ ମାନେ 3 ବା 3 ଥର ଗୁଣିବା। ଆଚ୍ଛା, ଦେଖ ଲେଖା ହେଇଛି 7 ବିଭକ୍ତକ 9ର ଘନକୁ ନିର୍ଣ୍ଣୟ କର। ତା ମାନେ 7 ବିଭକ୍ତକ 9ର ଘନ। ଘନ ମାନେ ଆମେ 3 ଗୁଣିବା। 3 ଗୁଣିବା କାହାକୁ 3 ଗୁଣିବା?
ନା 7 କୁ 3 ଥର ଗୁଣିବା, 9 କୁ ବି 3 ଥର ଗୁଣିବା। ଦେଖ କେମିତି କରିବା। 7 7 7 9 9 9 ବୁଝି ହେଉଛି। ଏମିତି ସମସ୍ତେ କରିବ। ଦେଖ 7 କୁ 7 ଗଲେ 49, 7 7 49, 49 7, 49 କୁ 7 ରେ ଗୁଣିବା। ତାକି 7 କୁ 3 ଗୁଣ ଦେବାନି, 7 21 ନୁହଁ, 7 କୁ 7 ରେ ଗୁଣ, ଯେତିକି ଉତ୍ତର ହେଲା ପୁଣି 7 ଗୁଣ, 49 କୁ 7 ଗୁଣିବା, 9 5 45, 9 54, 9 7 63, 6 7 4 28, 28 6 ମିଶିଲା କେତେ 34। ଦେଖ ପିଲେ 343 ବାହାରିଲା ଉତ୍ତର। ତାପରେ ଦେଖ 900 9 9 9 3ଟା 9 ଗୁଣିବା, 9 9 81, 81 ନୂଆ 729। ଦେଖ ମୁଁ 9 କୁ 9 ସାଙ୍ଗରେ ଗୁଣିଲି, 9 9 କେତେ ହେଲା 81, ପୁଣି ଆଉ ଗୋଟେ 9 ଅଛି ଦେଖ ଏଠି ଗୁଣିଲି, କେତେ ବାହାରିଲା 9 କେ 9 8 ନୂଆ 72 ବାହାରିଲା 737। ଜାଣିପାରିଲ। ଆଚ୍ଛା ଦେଖ ସବୁବେଳେ ମନେ ରଖ, ଆମେ ଯେତେବେଳେ ପରିମେୟ ସଂଖ୍ୟାର ଘନ ମୂଳ ନିର୍ଣ୍ଣୟ କରିବା ଆମକୁ ଏହି ସୂତ୍ରର ବ୍ୟବହାର କରିବାକୁ ପଡ଼ିବ। ରୁଟ ଦେଖ ପିଲେ 1 ନମ୍ବରର ଆଇ ଆମେ ସମସ୍ତେ ଉତ୍ତର ଜାଣିଲେ। ଦେଖ 1 ନମ୍ବରର ଡବଲ ଆଇ ଭଲ ଲେଖା -8/11। ଏହାର କ'ଣ ବାହାର କରିବା ନା ଘନ ନିର୍ଣ୍ଣୟ କରିବା। ଘନ ମିନ୍ସ ଘନ ଅର୍ଥ ହେଲା 3। ଆମେ କ'ଣ କରିବା 3 ଗୁଣିବା, ମାନେ 3 ଥର ଗୁଣିବା। ଯେମିତି -8 ଗୁଣନ -8 ଗୁଣନ -8, 11 ଗୁଣନ 11 ଗୁଣନ 11, ତା ମାନେ ଆମେ 3 ଥର ଗୁଣିବା। 8 ଅଷ୍ଟନା 64, 64 ଅଷ୍ଟନା। ଦେଖ ପିଲେ 64 ଗୁଣନ 8, 8 4 32, 2 ଲେଖିଲେ 3 ରଖିଲେ, 800 8 40, 848, 48 ଆଉ 3 ମିଶିଗଲା କେତେ ହେଲା 49 50 51, କେତେ ବାହାରିଲା। ତମେ ଲେଖିବ ଏଠି -512। ତାପରେ ଆମେ 11 କୁ 3 ଥର ଗୁଣିବା, 11 କୁ 11 ଗଲେ କେତେ ବାହାରୁଛି ଦେଖ ସମସ୍ତେ 11 11, 1 1 11 ବାହାରିଲା, ପୁଣି 11 କୁ 11 ଗଲେ 11 ବାହାରିବ, 1 2 1 କେତେ ବାହାରିଲା 121, -121 ବାହାରିଲା। ମନେ ରଖ ସମସ୍ତେ ବିଷୟବସ୍ତୁ ଲେଖା ହେଇଛି ଯେ ଗୋଟିଏ ପରିମେୟ ସଂଖ୍ୟାଟି ଋଣାତ୍ମକ ହେଲେ ଘନମୂଳଟି ଋଣାତ୍ମକ ହେବ। ଋଣାତ୍ମକ ଅର୍ଥ ହେଲା ମାଇନସ, ଯେହେତୁ ମାଇନସଟା ମଝିରେ ଅଛି ତାମାନେ ଏଟା ଋଣାତ୍ମକ ହେଇକି ଅଛି, ତେଣୁ ଋଣାତ୍ମକ ହେଲେ ଘନରେ ସବୁବେଳେ ଉତ୍ତର ଋଣାତ୍ମକ ହିଁ ରହିବ, ସବୁବେଳେ ମନେ ରଖ ହେଲା। ତାପରେ ଚାଲ ଟ୍ରିପଲ ଆଇ କି ଲେଖା ହେଇଛି 12 ବିଭକ୍ତକ 7 ସମାନେ 12 ଓ 7 ର ଦେଖ ଘନ ବାହାର କରିବା। 12 ଘନ 7 ର ଘନ, ତା ମାନେ 7 କୁ ଆମେ 3 ଥର ଗୁଣ ଦେଇକି ଲେଖିବା, 12 କୁ ସେମିତି 3 ଥର ଗୁଣ ଦେଇକି ଲେଖିବା। 7 କୁ 3 ଥର ଗୁଣିବା, 12 କୁ 3 ଥର ଗୁଣନ କରିବା। 7 7 49, 49 7 ଆମେ ବାହାର କରିଥିଲେ ଏପଟେ ଦେଖ ଏଠି 49 7 343, ଦେଖ ଲେଖିଦେଲେ ଆମେ 343 ଏଠି 343 ଲେଖିଲେ। ତାପରେ 12 କୁ 3 ଥର ଗୁଣିବା। ଦେଖ 12 କୁ 12 ରେ ଗୁଣିବା, 12 ଦୁଗୁଣେ 24, 12 କେ 12, 4 4 1 144, 100 ଲେଖିଲେ ସମସ୍ତେ ବୁଝିପାରିଲେ। ଏବେ କ'ଣ କରିବା ଆମେ ଅପରିମେୟ ମିଶ୍ର ଭଗ୍ନାଂଶକୁ ଆମେ ଅପ୍ରକୃତ ଭଗ୍ନାଂଶରେ ବନେଇବା। ଯେମିତି ଲେଖା ହେଇଛି ଦେଖ 2/3 ବିଭକ୍ତକ 5 ସମାନେ, ଆମେ ତାକୁ କ'ଣ କରିବା ନା ଏଟାକୁ ମିଶ୍ର ଭଗ୍ନାଂଶକୁ ଅପ୍ରକୃତ ଭଗ୍ନାଂଶ ବନେଇବା। କେମିତି ନା ହର ଅଛି କେତେ
ପାଞ୍ଚ, ପାଞ୍ଚ ଦୁଗୁଣେ 10, 10 3 ମିଶିଲା କେତେ 13। ଦେଖୁଛୁ 5 ଦୁଗୁଣେ 10, 10 3 ମିଶିଲା 13 ବାହାରିଲା। ମିଶ୍ର ଭଗ୍ନାଂଶକୁ ଅପକୃତ କଲେ। ଆଚ୍ଛା ୟାକୁ କ'ଣ କରିବା ଘନ କରିବା। ଆସିଲେ ଏବେ 5 ଗୁଣନ 5 ଗୁଣନ 5, 13 ଗୁଣନ 13 ଗୁଣନ 13 ସମାନେ 5କୁ 3 ଥର ଗୁଣିବା। 5 ପଞ୍ଚା 25, 25 ପଞ୍ଚା 125, 13 13 13 13 3 ଥର ଗୁଣିବା। ସେଥିରେ ପକେଇବା। ଆସିବ ସମସ୍ତଙ୍କୁ। ଏବେ ଚାଲ ଦଶମିକ ସଂଖ୍ୟାକୁ ଆମେ ଯିବା। ଚାଲ 1 ନମ୍ବର ଥିବା ଭି ଟ୍ରିପଲ୍ ଆଇ ଆଇ ଏକ୍ସ ଓ ଏକ୍ସର ଦଶମିକ ଯୁକ୍ତ ଘନକୁ କେମିତି ବାହାର କରିବା। ଦେଖ ପିଲେ ବହୁତ ସହଜ, ଖାଲି ବୁଝିଲେ ତୁମକୁ ସହଜ ଲାଗିବ। ଦେଖ ଲେଖା ହେଇଛି 0.2। ପ୍ରଥମେ ୟାକୁ ଭଗ୍ନାଂଶ ରୂପ ଦେବା। ଭଗ୍ନାଂଶ ମାନେ ଦଶମିକର ବାହାରେ ବା ଦଶାଂଶ ଘରେ ଗୋଟିଏ ଅଙ୍କ ଥିବାରୁ ଆମେ 1ରେ ଗୋଟିଏ ଶୂନଟାକୁ ଦେଲେ। ଆସିଲା ସମସ୍ତଙ୍କୁ। ଦଶମିକ ଭଗ୍ନାଂଶ କରିବା ତ ପଞ୍ଚମ ଚତୁର୍ଥ କ୍ଲାସରୁ ପଢ଼ିକି ଆସିଛ। ଦଶମିକ ପରେ 2 ଲେଖା ହେଇଛି, ମୁଁ 2 ଲେଖିଲି। ଦଶମିକ ପରେ ଗୋଟିଏ ଅଙ୍କ ଅଛି, ତେଣୁ କ'ଣ କଲି ଗୋଟିଏ ଅଙ୍କ 1ରେ ଶୂନ ଦେଲି। ୟାକୁ ଘନ କରିବା। ଲେଖିଲି ଘନ ମାନେ 3, ତାମାନେ 2କୁ 3 ଥର ଗୁଣିବା। 2କୁ 3 ଥର ଲେଖିଦେବା। 10କୁ 3 ଥର ଲେଖିଦେବା। 2 2 ଦୁଗୁଣେ 4, 4 ଦୁଗୁଣେ 8, 10 10 ଦଶା 100, 100 ଦଶା 1000। ଆସିଲା ସମସ୍ତଙ୍କୁ। ଆସିବ ସମସ୍ତଙ୍କୁ। ହଉ ଚାଲ 2 ନମ୍ବର ଯିବା। 2 ନମ୍ବର କ'ଣ ଦେଇଛି ପ୍ରଶ୍ନ ପିଲେ ନା ଘନର ମୂଳ ବାହାର କରିବା। ଘନ ମୂଳ କ'ଣ ବୁଝେଇଛି ମୁଁ ସମସ୍ତଙ୍କୁ। ଘନର ମୂଳ ମାନେ ମୂଳକୁ ଫେରିବା। ଘନ କରିବା ମାନେ 3 ଥର ଗୁଣିବା। ଘନ ମୂଳ ମାନେ ପଛୁ ପଛୁ ଫେରିବା, ତା ମୂଳ ସଂଖ୍ୟାକୁ ଫେରିବା। ଯେମିତି ଦେଖ ଲେଖା ହେଇଛି 2 ନମ୍ବର ଆଇରେ 8 ଆଉ 125। ତାର ଆମେ ଘନ ମୂଳ ବାହାର କରିବା। ଆଚ୍ଛା 8 ଆଉ 125 ଘନ ପଚାରିଲେ ଆମେ ବନ୍ଧନୀ ଦେଉଥିଲେ ଆଉ ତା ଉପରେ ଲେଖୁଥିଲେ କେତେ 3। ତେଣୁ ସର୍ତ୍ତ ମୁତାବକ ଆମେ କ'ଣ କରିବା ନା ଏଇ ସୂତ୍ରର ବ୍ୟବହାର କରିବା। କ'ଣ ଏଇ ସୂତ୍ର? ଯେମିତି ଲେଖା ହେଇଛି ଏଠି ଲବରେ ପି ଲେଖା ହେଇଛି, ହରରେ କ୍ୟୁ ଲେଖା ହେଇଛି, ରୁଟ୍ ଲଗେଇକି ଘନ ଲଗିଛି। ସେମିତି ଆମେ ମଧ୍ୟ କରିବା। ରୁଟ୍ ଲଗେଇବା ଏବଂ କ୍ୟୁଟିଏ ଲଗେଇବା। ଆଚ୍ଛା ସେମିତି ଆମେ ଘନ ଲଗେଇବା, ତାପରେ ମୂଳଟାକୁ ଲଗେଇବା ବୋଲେ ରୁଟ୍ଟାକୁ ଲଗେଇବା। ତାପରେ ଆମେ କ'ଣ କରିବା ଦେଖିବା ଯେ କାହାକୁ କାହାକୁ 3 ଥର ଗୁଣିଲେ 8 ବାହାରୁଛି। ଦେଖ ପିଲେ ଆମେ ସମସ୍ତେ ଦେଖିବା। ଦେଖ ପିଲେ ବର୍ତ୍ତମାନ ବାହାର କରିବା ଆମେ। ଆଚ୍ଛା ଏଇଟା ସମସ୍ତେ ଲେଖି ଜାଣିଲ। ଫାଷ୍ଟ ରୁଟ୍ ଲେଖିବା, ତାପରେ ଘନ ଲେଖିବା। ଏବେ ଏଇ ସଂଖ୍ୟାକୁ ଆମେ ମୂଳ ରୂପେ ପ୍ରକାଶ କରିବା। ଦେଖ ଲେଖା ହେଇଛି 8, ଲସାକୁ ସମସ୍ତଙ୍କୁ ଆସିଛି। ଆଚ୍ଛା 2 ପଣିକିଆ ଛିଣ୍ଡୁଛି। 2 ଗୁଣେ କେଉଁଠି 8 ଅଛି, 2 ଚଉ 8। ପୁଣି 2 ପଣିକିଆ ନେବା। 2 ଦୁଗୁଣେ 4, କେତେଟା 3 ହେଲା ପିଲେ 3ଟା। ତ ମୁଁ କ'ଣ କରିବି ଏଠି 2 ଲେଖିଦେବି। ସମସ୍ତଙ୍କ ମୂଳ ହେଉଛି 1, 3ଟା 2 ଅଛି, ତେଣୁ କ'ଣ କରିବି ଗୋଟିଏ 2 ଲେଖିଲି। ତାପରେ ଲେଖା ହେଇଛି 125। ଆଚ୍ଛା 125 ଏକ ଘରେ 5 ଅଛି, ତେଣୁ ମୁଁ 5 ପଣିକିଆରେ ହରିବି। 5 ହେଲେ 25 ପଞ୍ଚା 125। ପୁଣି 5 ପଣିକିଆରେ ହରିବି। 5 ପଞ୍ଚା 25 ବାହାରିଲା 3 ଥର। 3 ଥର କିଏ ବାହାରିଲା 5 ବାହାରିଲା। ତେଣୁ କ'ଣ ଲେଖିଲି 5 ଏମିତି ବନ୍ଧନୀ ଦେଇଦେବା ଆଉ ଲେଖିବା 3। ତାମାନେ 2କୁ 3 ଥର ଗୁଣିଲେ 8, 5କୁ 3 ଥର ଗୁଣିଲେ 125। ଆଚ୍ଛା ଏବେ କ'ଣ କରିବା ନା ଇଏ ଯଦି କ୍ୟାନସଲ୍ ହେଇଯିବ ମାନେ କଟିଯିବ, ଭିତରେ ଥିବା 3 ବାହାରେ ଥିବା 3 କଟିଯିବ, ବଞ୍ଚିଲା କିଏ ନା 2
ବିଭକ୍ତକ 5 ଦେଖ ପିଲେ 8 ବିଭକ୍ତକ 125 ର ଘନମୂଳ ହେଲା 2 ବିଭକ୍ତକ 5 ସହଜ ନା କଷ୍ଟ ହଁ ସହଜ ଦେଖ ପିଲେ ଏବେ କୋଉଠି ଯିବା ଦେଖ ଏଠି -64 ଲେଖା ହେଇଛି 1331 ସମସ୍ତଙ୍କ ଘନମୂଳ ବାହାର କରି ଆସିବ 64 4 ପରୀକ୍ଷା କରିବା 4 4 4 1331 ଲେଖା ହେଇଛି ଆମେ ସେମିତି ପଣିକିଆ ନେଇ କରିବା ଲସାଗୁ ପ୍ରକ୍ରିୟା କରି କରିବା 27 ଲେଖା ହେଇଛି ଏଠି 4096 ଲେଖା ହେଇଛି ଏଠି 2197 ଲେଖା ହେଇଛି ଏଠି 9261 ଲେଖା ହେଇଛି ଆସିବ ସମସ୍ତଙ୍କୁ ଏମିତି ଲସାଗୁ କରିକି ବାହାର କରିବା ଆସିବ ଘନମୂଳ ଆଉ ଘନ ସେଇ ଭଳିଆ କରିବ ଆସିବ ସମସ୍ତଙ୍କୁ ଘନମୂଳର 2 ନମ୍ବର ଭି ଟ୍ରିପଲ ଆଇ ର ଉତ୍ତରକୁ ବାହାର କରିବା ଲେଖା ହେଇଛି 0.000125 ଲେଖା ହେଇଛି ଆମେ ୟାକୁ ପ୍ରଥମେ ଭଗ୍ନାଂଶ କରିବା ଦଶମିକର ଡାହାଣ ପଟେ 6ଟି ଅଙ୍କ ଅଛି ତା ମାନେ 1ରେ 6ଟି ଶୂନ ବସେଇବା ଦେଖ ପିଲେ ଦଶମିକର ଡାହାଣ ପଟେ 6ଟି ଅଙ୍କ ଥିବାରୁ ମୁଁ 1ରେ 6ଟି ଶୂନ ଦେଲି ତାପରେ ଦଶମିକ ପରେ 125 ଅଙ୍କ ଲେଖା ହେଇଛି ଶୂନ କିଛି ମୂଲ୍ୟ ନାହିଁ ଆମେ ଲେଖିବା 125 ୟାକୁ ଆମେ ଘନମୂଳ ବାହାର କରିବା ତାହେଲେ ଦେଖ ଫାଷ୍ଟ ରୁଟ କରିବା ସୂତ୍ର ଅନୁସାରେ ମୁଁ ଘନକୁ ବାମ ପଟେ ଲେଖିଦେଲି ଭିତରେ ଲେଖିବି 125 ବିଭକ୍ତକ 1ରେ 6ଟି ଶୂନ ଲେଖିଦେଲି 1 10 100 1000 ଅୟୁତ ଲକ୍ଷ 10 ଲକ୍ଷ ତମେ କହିପାରିବ ୟାକୁ ଆମେ ବର୍ତ୍ତମାନ ବାହାର କରିବା ଘନ ରୂପରେ କେମିତି ଘନ ରୂପ ବାହାର କରିବା ଦେଖ ପିଲେ ଆଚ୍ଛା 125 ତାର ପ୍ରଥମ ଘନମୂଳ ହେଲା କିଏ 5 5 କୁ 3 ଥର ଗୁଣନ କଲେ 125 ବାହାରୁଥିଲା ଆମେ ସମସ୍ତେ ଏଇ କରି ବାହାର କରିଛି ଦେଖ ପିଲେ ଏଇଠି 125 ର ଘନମୂଳ ହେଲା 5 5 କୁ 3 ଥର ଗୁଣିଲେ ବାହାରୁଛି ତେଣୁ ଇଏ ମଧ୍ୟ ବାହାରିବ 5 125 ର ଆଚ୍ଛା ଏତେ କେତେ ଶୂନ ଅଛି 6ଟା ଶୂନ ତାକୁ ଯଦି ଗୋଟିଏ 2ଟା ଶୂନକୁ ଗୋଟିଏ ଭାଗ କରିବା ଦେଖ କେତେ ଭାଗ ହଉଛି 3ଟା ଭାଗ ହଉଛି ନା ନାହିଁ ତା ମାନେ 100 କୁ ଯଦି ଆମେ 3 ଥର ଗୁଣିବା ତାହେଲେ 10 ଲକ୍ଷ ଉତ୍ତର ବାହାରିବ ଏବେ କଣ କରିବା ବନ୍ଧନ ଦେଇକି 3 ଘନ ଲେଖିଦବା ତା ମାନେ 5 ର 3 ଘନ 125 100 ର 3 ଘନ 10 ଲକ୍ଷ ଯଦି 3 3 କଟିଯାଏ ତାହେଲେ ବଞ୍ଚିଲା କିଏ ପିଲେ 5 ବିଭକ୍ତକ 100 ଆଚ୍ଛା ଘନମୂଳ କାହାର ସନ୍ଦେହ ରହିଲା ଆଉ ବର୍ଗ ଫାଷ୍ଟ ପଢିଲେ ବର୍ଗର ଅର୍ଥ ହେଲା ସ୍କୋୟାର ଇଂଲିଶ ତାକୁ କହନ୍ତି 2 ର ସ୍କୋୟାର ତା ମାନେ 2 କୁ ଆମେ 2 ଥର ଗୁଣିକିନା ପକେଇଲେ ଘନର ଅର୍ଥ ହେଲା 3 ତା ମାନେ 2 ର 3 ଘାତ ତା ମାନେ 2 କୁ ଆମେ 3 ଥର ଗୁଣିବା ପିଲେ 2 2 ଦୁଗୁଣେ 4 ଦୁଗୁଣେ 8 ଘନମୂଳ ବି ଶିଖିଲେ ଦେଖ ପିଲେ 8 ର ଘନମୂଳ ତମକୁ ସହଜ ଭାବେ ବତେଇଲି କେମିତି କରିବ ଏମିତି ଲେଖିବ ବାଁ ପଟେ 3 ଲେଖିବ ତାପରେ ଏମିତି ରୁଟ ଲେଖିବ 8 ଆଚ୍ଛା କାହାକୁ 3 ଥର ଗୁଣନ କଲେ 8 ବାହାରିବ ନା 2 ସମସ୍ତେ ଜାଣିଛ ନା 2 କୁ 3 ଥର ଗୁଣିଲେ 8 ବାହାରିବ ତାପରେ ରୁଟ ଥିଲା ତାପରେ ଘନ ଲେଖା ହେଇଥିଲା ଘନକୁ ଘନ କଟିଗଲା 2 ବାହାରିଲା ତା ମାନେ 8 ର ଘନମୂଳ ହେଲା 2 ପିଲେ ସମସ୍ତଙ୍କୁ ଆସିଲା ଏବେ ଶିଖିବା ବର୍ଗମୂଳ କଣ ଶିଖିବା ବର୍ଗମୂଳ ଶିଖିବା ଏବେ ଦେଖ ପିଲେ ମୁଁ ଗୋଟେ ସଂଖ୍ୟା ଲେଖିଛି 2 2 5 6 0 0 4 ର ଆମେ ବାହାର କରିବା ବର୍ଗମୂଳ ଆଚ୍ଛା ବର୍ଗର କାହାର ସନ୍ଦେହ ରହିଲା 2 ଥର ଗୁଣିବା ଘନ 3 ଥର ଗୁଣିବା ଘନମୂଳ ଏଇଭଳି ଲେଖିକି ବାହାର କରିବା ଏବେ ଜାଣିବା ଦେଖ ମୁଁ ତା ଟେବୁଲ କରିଦଉଛି ସମସ୍ତେ ଲେଖି ନବ ଏବେ ଜାଣିବା ବର୍ଗମୂଳ ପିଲେ ଶିଖିଥାଅ ସମସ୍ତଙ୍କ କାମରେ ଆସିବ
ବର୍ଗ ବର୍ଗମୂଳର ଗୋଟେ ନିୟମ ଅଛି। ଯେତିକି ଆମେ ଦେଖ ଆମେ କଣ କରୁଥିଲେ, ମନେକର ଆମେ ହରଣ କରିବାରେ ଆମର 6 ଦରକାର, ଆମେ କଣ କରୁଛେ 2 3 6, କିନ୍ତୁ ବର୍ଗମୂଳରେ ତମେ 2 ସାଙ୍ଗରେ 3 ଗୁଣି ପାରିବ ନାହିଁ। ଯାହା ଲେଖିବ ସେତିକି ଗୁଣିବ, ସେତିକି ମିଶେଇବାକୁ ବାଧ୍ୟ। ତା ମାନେ 2 ରେ 2 ଗୁଣିବ, ସେ 6 ଦରକାର, ତା ଆମେ 2 ରେ ସାଙ୍ଗେ 3 ଗୁଣି ପାରିବା ନାହିଁ। ଆମେ 2 ସାଙ୍ଗରେ 2 ଯାହା ଲେଖିବ ସେତିକି ଗୁଣିବ, ସେତିକି ମିଶେଇବ, ପୁଣି ଉତ୍ତର ବାହାରିବ। ପୁଣି ଯେତିକି ବାହାରିଛି ପୁଣି ଓହ୍ଲା ଯିବ, ପୁଣି ତା ସାଙ୍ଗେ କିଛି ଲେଖିବା। ମନେକର ମୁଁ 2 ଲେଖିଲି, ତାମାନେ ମୁଁ 2 ମିଶେଇବି, 2 ଗୁଣିବି। ଏଇଭଳି ନିୟମ ବ୍ୟବହାର କରାଯିବ। ତାହେଲେ ଦେଖ ଆମର ଦରକାର ଫାଷ୍ଟ କଣ 2 ଦରକାର, ତ ମୁଁ 2 କେ 2 ଲେଖିପାରିବିନି, ଇଏ ହରଣ ନୁହଁ, ଇଏ ବର୍ଗମୂଳ। ତେଣୁ ମୁଁ କଣ କରିବି, ଏଠି ପ୍ରଥମେ 1 ଲେଖିବି, କାରଣ ଯଦି 2 ଲେଖିଦେବି ମତେ 2 ଗୁଣିବାକୁ ବାଧ୍ୟ, 2 ମିଶେଇବାକୁ ବାଧ୍ୟ। ତେଣୁ ମୁଁ କଣ କରିବି 1 ଲେଖିବି, 1 କେ 1, କେତେ ମିଶେଇବି, ସେଇ 1 ହିଁ ମିଶେଇବି। ଯେତିକି ଲେଖିବି ସେତିକି ଗୁଣିବି, ସେତିକି ମିଶେଇବି। ଦେଖ ପିଲେ କେତେ ବାହାରିଲା, 2 ବାହାରିଲା। ଆଚ୍ଛା ଦେଖ ସମସ୍ତେ, 2 ରୁ 1 କମି ଯାଉ, 1 ଫେରାନ ହେଲା। ଆମେ ହରଣ କଣ କରୁଥିଲେ, 2 ଓହ୍ଲଉଥିଲେ, କିନ୍ତୁ ବର୍ଗରେ ସିଧା ଯୋଡେ ସଂଖ୍ୟା ଓହ୍ଲେଇବ। କେତେ ଓହ୍ଲେଇବ, 25, ସିଧା 25 ଓହ୍ଲେଇବ। ଆଚ୍ଛା ଆମେ 2 ସାଙ୍ଗରେ କେତେ ଲେଖିବା ସେତିକି ଗୁଣିବା, ସେତିକି ମିଶେଇଲେ 125। ତ ମୁଁ କଣ କଲି, 2 ମାନଙ୍କ ପାଖରେ 5 ଲେଖିଲି, ତ 5 ସାଙ୍ଗେ 5 ଲେଖିଲି ମାନେ କେତେ ଗୁଣିବି, 5 ଗୁଣିବି, କେତେ ମିଶେଇବି, 5 ମିଶେଇବି। ସେମିତି ମୁଁ 2 ପାଖରେ ଲେଖିଲି 5, ଏଠି ମଧ୍ୟ ଗୁଣନ କଲି 5, ମିଶେଇ ମଧ୍ୟ 5। ଜାଣିପାରୁଛ ପିଲେ, 5 ଲେଖିଲି, 5 ଗୁଣିଲି, 5 ମିଶେଇଲି, କାରଣ ଆମର ଆବଶ୍ୟକ କେତେ 125। 25 ପଞ୍ଚା 125, ମନେକର 125 ହଉନି, ସାନ ସଂଖ୍ୟା ନେବା, 2 4 ନେବା, 4 ଗୁଣିବା, 4 ମିଶେଇବା। ଆଚ୍ଛା କେତେ ବାହାରିଲା, 0। ଏବେ କଣ କରିବା, ଓହ୍ଲେଇବା ସଂଖ୍ୟା ନାହିଁ। ତମେ ହରଣ ହେଇଥିଲେ କଣ କରିଥାନ୍ତ, 6 ଓହ୍ଲେଇଥାନ୍ତ। ଏଥିରେ କିନ୍ତୁ ଓଲଟା, ଏକାଥରକେ ସିଧା ଓହ୍ଲେଇବ 60, ଯୋଡେ ଓହ୍ଲେଇବ। ଆଚ୍ଛା ଏଠି ମିଶେଇବା, 25 5 ମିଶିଲେ କେତେ, 30, 30 ବାହାରିଲା। ଦେଖ ପିଲା ଆମର କେତେ ଦରକାର, 60 ଦରକାର। ଆଚ୍ଛା ଇଏ କଣ ହରଣ ହେଇଛି, ତମେ 30 ଦୁଗୁଣା କରିଦବ 60, ଯାହା ଅଛି ତା ପାଖରେ ଗୋଟେ ସଂଖ୍ୟା ଲେଖିବାକୁ ବାଧ୍ୟ। ଯେତିକି ଲେଖିବ ସେଇ ସଂଖ୍ୟାଟା ଗୁଣିବ, ସେ ସଂଖ୍ୟାଟା ମିଶେଇବ। ଯଦି ମୁଁ ଏଠି 2 ଲେଖିବି, 30 ପରେ 2 ଲେଖିବି, ତାମାନେ ମୁଁ 2 ଗୁଣିବି, ତାମାନେ ମୁଁ 2 ମିଶେଇବି। ତାମାନେ 300 2 ଦୁଗୁଣେ ଆମର ତ ହେଇଗଲାଣି 604। ଆମର ତ 60 ଦରକାର, 60 ତ ପଡୁନେଇ, କଣ କରିବା, ତ ମୁଁ କଣ କରିବି, ଏଠି 0ଟା ଲେଖିବି, ଏଠି 0ଟା ଗୁଣିବି, ଏଠି 0ଟା ମିଶେଇବି। ଜାଣିପାରୁଛ ପିଲେ, ଯଦି 1 ଗୁଣିବି କେତେ ବାହାରିବ, 301 ହେଇଯିବ ନା, ମୁଁ ତ ଅଧିକ ହେଇଯାଉଛି 60 ଠୁ, ତ ମୁଁ ଫେରି ପାରିବିନି କେବେ। ତେଣୁ ମୁଁ କଣ କଲି, 0 ଲେଖିଲି, 0 ଗୁଣିଲି, 0 ମିଶେଇଲି, ତ ଉତ୍ତର କେତେ ବାହାରିଲା, 300 ବାହାରିଲା। ତାହେଲେ 300 0 କେତେ, 300, ଦେଖ ପିଲେ 0 6 300, ଦେଖ ପିଲେ 300 କୁ ଆମେ 0 ରେ ଗୁଣିଲେ କେତେ ପଡିବ, 3ଟା 0, କାରଣ 0 କୁ ଯାହା ସାଙ୍ଗେ ଗୁଣିବୁ 0 ହିଁ ପଡିବ। ଦେଖ 300 ରେ 0 ମିଶିଲେ 300 ପଡିବ। ଆଚ୍ଛା 60 ଓହ୍ଲେଇ ପଇଲା, ଆଉ କେ ଓହ୍ଲେଇବା ନା 0 4। ଜାଣିଲ ପିଲେ କେତେ ଲେଖେ 300, ଯଦି ତାର ଡାହାଣ ପଟେ ମୁଁ 2ଟା ଲେଖିବି, ତାହେଲେ ମୁଁ କେତେ ଗୁଣନ କରିବି, 2 ଗୁଣିବି ନା ନାଇଁ। 3000 2ରେ ମୁଁ 2 ଗୁଣିଲେ ମୋର କେତେ ପଡିବ, 6004। ଉତ୍ତର ବାହାରିଲା 0। ତାହେଲେ ଏଇ ବଡ ସଂଖ୍ୟାଟିର 2 2 5 6 0 0 4 ର ରୁଟ यानी କି ବର୍ଗ ମୂଳ କିଏ ନା 1502। ସମସ୍ତେ ପିଲା ବୁଝିପାଇଲ।
ଏହି ସୂତ୍ରଟିକୁ ସମସ୍ତେ ମନେ ରଖିବ। ବର୍ଗ ଘନ କେମିତି ନିର୍ଣ୍ଣୟ କରାଯାଏ, ଘନ ମୂଳ କେମିତି ବାହାରିଲା ଏବଂ ବର୍ଗମୂଳ କେମିତି ବାହାର କଲି ମୁଁ, ସମସ୍ତେ ମନେ ରଖିବ। ଭିଡିଓଟିକୁ ଲାଇକ୍ କରିବ ଆଉ ସବସ୍କ୍ରାଇବ କରିକି ସେୟାର କରିବ। ରଖୁଛି। ଜୟ ଜଗନ୍ନାଥ।